ଆପଣମାନେ ବହୁତ ପ୍ରକାର ପରଟା ବନେଇକିରି ଖାଉଥିବେ, କେବେ ବି ମେଥି ପରଟା ବନେଇକିରି ଖାଉନଥିବେ। ଆଉ ଯଦି ବି ମେଥି ପରଟା ବନେଇକିରି ଖାଉଥିବେ, ମୁଁ ଯେମିତି ବନଉଛି ସେମିତି ବି କେବେ ବନେଇ ନଥିବେ। ଭିଡ଼ିଓଟିକୁ ମୋର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ମୁଁ କେମିତି ବନଉଛି ଆପଣମାନେ ନିହାତି ଭାବରେ ଜାଣିପାରିବେ। ଆଉ ଥରେ ଦେଖିଲେ ବାରମ୍ବାର ବନେଇବାକୁ ଆପଣମାନେ ବାଧ୍ୟ ହେବେ। ପ୍ରଥମେ ମୁଁ ମେଥି ଶାଗକୁ ଭଲସେ ଧୋଇକି ତାକୁ କାଟି ଦେଉଛି। ପୁରା ଚୁନା ଚୁନା କରିକିରି କାଟିବି, କାହିଁକିନା ଆମର ପରଟାଟା ବେଲିବା ସମୟରେ ଆରାମରେ ଯେମିତି ବେଲି ହେଇଯିବ। ଦେଖନ୍ତୁ ମୁଁ କେତେ ଚୁନା ଚୁନା କରି କାଟିଦେଲି। ଆଉ ଯଦି ବି ଆପଣମାନେ ଏମିତି ଚୁନା ଚୁନା କରି ନ କାଟି ପାରିଛନ୍ତି ତାହେଲେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ। ମୁଁ ଏଠି ଧନିଆ ପତ୍ର ନେଉଛି, ଯଦି ଭୃଷଙ୍ଗ ପତ୍ର ମୋ ପାଖରେ ତ ସରିଯାଇଥିଲା, ମୁଁ ଭୃଷଙ୍ଗ ପତ୍ର ପକାଇଥିଲେ ଆହୁରି ମଧ୍ୟ ଭଲ ଲାଗିଥାନ୍ତା। ଆପଣମାନେ ଭୃଷଙ୍ଗ ପତ୍ର ନେଇପାରନ୍ତି। ଏମିତି ବି ଧନିଆ ପତ୍ରରେ ମୋ ପରଟାଟି ବହୁତ ସଫ୍ଟ ବନିଥିଲା ଆଉ ଟେଷ୍ଟି ମଧ୍ୟ ହେଇଥିଲା। ମୁଁ ଏଠି ଜୁଆଣି ପକାଉଛି, ସ୍ୱାଦ ଅନୁସାରେ ଲୁଣ, ଚିଲି ଫ୍ଲେକ୍ସ ଟିକେ ଦେଇଦେଉଛି। ତା ସହିତ ପରଟାର ମେନ୍ ଟେଷ୍ଟ ହେଲା ଦହି। ଆପଣମାନେ କେବେ ବି ଦହି ଯେମିତି ପକାଇବା ପାଇଁ ନ ଭୁଲନ୍ତି। ନିହାତି ଭାବରେ ଦହି ଦେଇକିରି ପରଟା ଆମର କରନ୍ତୁ। ଖାଲି ମେଥି ପରଟା ନୁହଁ, ଆପଣମାନେ ଯେଉଁ ବି ପରଟା ବନାଉଛନ୍ତି ସେଥିରେ ଟିକେ ହାଲକା ଯଦି ଦହି ପକାଇବେ ତାହେଲେ ତା'ର ଟେଷ୍ଟ 2 ଗୁଣ ହେଇଯିବ। ଥରେ ବି ଦହି ପକାଇକିରି ଆପଣମାନେ ପରଟା ବନାନ୍ତୁ, ଆଉ ତା'ର ଟେଷ୍ଟ କିପରି ଆପଣମାନେ ଜାଣିପାରିବେ। ମୋର କହିବା ବି କିଛି ଆବଶ୍ୟକ ନାହିଁ, ଆପଣମାନେ ସତରେ ଜାଣିପାରିବେ କେତେ ଟେଷ୍ଟି। ମୋର ଚକଟାଟା ହେଇଗଲାଣି, ମୁଁ ତାକୁ ବେଲିକିରି କରିଦେଉଛି, ଆପଣମାନଙ୍କୁ ଦେଖେଇ ଦେଉଛି। ତାପରେ ପ୍ରାୟ ଅଛନ୍ତି ଆକୁ ଭାଜନ୍ତି, ତେଲରେ ଭାଜିଦେବେ, ତାପରେ ପୁଣି ସେକିବେ। ତେଲରେ କିଛି ବି ଭାଜିବା ଆବଶ୍ୟକ ନାହିଁ। କହିବେ ଆମର ମେଥି ଶାଗ, ପ୍ରାୟ କହନ୍ତି ମେଥି ଶାଗ କଷା ଲାଗେ, ପାଟିକି ଭଲ ଲାଗେନି, କିନ୍ତୁ ନା, ମେଥି ଶାଗ ଆଦୌ ବି କଷା ଲାଗିବନି ପାଟିକି। ଆଉ ସତରେ ବହୁତ ଟେଷ୍ଟି ଶାଗଟା ମେଥି ଶାଗ। ଯେହେତୁ ଶୀତ ଦିନ ଆସିଛି, ମେଥି ଶାଗ ଯଦି ନ ଖାଇବା ପୁଣି ମିସ୍ ହେଇଯିବ ଯେ। ଆପଣମାନେ ନିହାତି ଥରେ ଏମିତି ବନେଇକିରି ଖାଆନ୍ତୁ, ଆଉ କିପରି ଲାଗିଲା ମୋତେ କମେଣ୍ଟରେ ଜଣାନ୍ତୁ। ମୋ ପରଟା ରେସିପିଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଛୋଟ ଲାଇକ୍ଟିଏ କରିବେ। ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏମିତିକା ହେଲ୍ଦି ଜିନିଷ ନ୍ୟୁଟ୍ରିକର ପାଇପାରିବେ। ମୋତେ ଟିକେ ଥଣ୍ଡା ହେଇଯାଇଛି, ମୋ ଭଏସଟା ଆପଣମାନଙ୍କୁ ଭଲ ଲାଗୁନଥିବ, ସେଥିପାଇଁ ସରି। ମୋର ପୂର୍ବ ଭିଡ଼ିଓରେ ମୁଁ ଗୋଟେ ଖଟା ମିଠା ଭେଣ୍ଡିର ରେସିପିଟା ଆପଣମାନଙ୍କୁ ଦେଇଥିଲି। ଆପଣମାନେ ଦେଖିଲେଣି ନା ନାହିଁ? ମୁଁ ଆଜି ସେଇଭଳି ପରଟା ସହିତ ଭେଣ୍ଡି ପୁଣି ଥରେ ବନେଇଛି। ଆଉ ପରଟା ସହିତ ଖାଇବାକୁ ସେଇଭଳି ଭେଣ୍ଡି ଭଜା ଭଲ ଲାଗିଥାଏ। ଆପଣମାନେ ନିହାତି ଥରେ ବନେଇକିରି ଖାଆନ୍ତୁ। ଆଉ ଯଦି ବି ଜାଣିନାହାନ୍ତି ମୋ ଭିଡ଼ିଓକୁ ଦେଖନ୍ତୁ। ରହୁଛି, ନମସ୍କାର।